हरिओम स्वामी जी। हरि ओम। प्रणाम। शुभाग्य को आज भगवद गीतार को द्वितीय अध्यायर कर्मण्येवाधिकारस्ते मा फलेषु कदाचन मा कर्म फल हेतुर्भूर्मात संगोष्ठ कर्मणि कर्मण्येवाधिकारस्ते मा फलेषु कदाचन मा कर्म फल हेतुर्भूर्मात संगोष्ठ कर्मणि। এই শ্লোকটা তু কହୁଛୁ। କ'ଣ ବୁଝିବାର ଅଛି, ୟାକୁ ବୁଝେଇବାର ଅଛି ନା କ'ଣ ତୋର ଆବଶ୍ୟକ? ଆର ଅର୍ଥଟା ଟିକେ ବୁଝେଇଦେଲେ ଭଲ ହେଇଥାନ୍ତା। ଅର୍ଥ, ତାର ଅର୍ଥ ବୁଝିବାକୁ ତୋର ଇଚ୍ଛା। କଥା ହେଲା, ଭଗବତ ଗୀତା ଗୋଟିଏ ବେଦାନ୍ତ ଶାସ୍ତ୍ର। ଭଗବତ ଗୀତାର ଅର୍ଥ ସବୁ ଏପଟେ ସେପଟେ ଖାଲି ସାଦା ଅର୍ଥରେ ବୁଝିଦେଲେ ଏଇଟା ଯଥାର୍ଥ ହୁଏ ନାହିଁ। ଭଗବତ ଗୀତାର ପ୍ରତ୍ୟେକ ଶ୍ଲୋକ ବେଦାନ୍ତର ଆଧାରରେ ବୁଝିବାକୁ ହୁଏ। ଯେହେତୁ ବେଦାନ୍ତର ଏହା ଏକ ପ୍ରାମାଣିକ ଗ୍ରନ୍ଥ, ୟାକୁ କୁହାଯାଏ ସ୍ମୃତି ପ୍ରସ୍ଥାନ। ତିନିଟି ପ୍ରସ୍ଥାନ ଅଛି ପ୍ରାମାଣିକ ଗ୍ରନ୍ଥ। ଗୋଟେ ନ୍ୟାୟ ପ୍ରସ୍ଥାନ, ଗୋଟେ ଶ୍ରୁତି ପ୍ରସ୍ଥାନ, ଗୋଟେ ସ୍ମୃତି ପ୍ରସ୍ଥାନ। ପୁରାଣରୁ ଆଣିଥିବାରୁ ୟାକୁ ସ୍ମୃତି ପ୍ରସ୍ଥାନ ବୋଲି ଭଗବତ ଗୀତାକୁ କୁହାଯାଏ। କିନ୍ତୁ ସ୍ମୃତିରୁ ଆସିଥିଲେ ମଧ୍ୟ ତାର ତର୍କ, ତାର ଯୁକ୍ତି, ତାର ଉପସ୍ଥାପନା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଏହାକୁ ପ୍ରସ୍ଥାନ ତ୍ରୟୀ ଭାବରେ ନିଆଯାଇଛି। ତେଣୁ ଭଗବତ ଗୀତାର ପ୍ରତ୍ୟେକ ଅର୍ଥ ବେଦାନ୍ତର ଆଧାରରେ ବୁଝିବାକୁ ହେବ। ଖାଲି ତାର ସାଦା ଅର୍ଥ ବୁଝିଦେଲେ ଓଲଟିଆ ହେବ। ଏତକ ବୁଝିଗଲା ନା? ପ୍ରସଙ୍ଗ ହେଲା କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ ମା କର୍ମ ଫଳ ହେତୁର୍ଭୂର୍ମାତେ ସଂଗୋଷ୍ଠ କର୍ମଣि। ଭଗବାନ କୃଷ୍ଣ ଅର୍ଜୁନଙ୍କୁ ନିମିତ୍ତ କରି ଆମ ସମସ୍ତଙ୍କର ପାଇଁ ଏ କଥାଟି କହିଛନ୍ତି ଯେ ହେ ମାନବ, ହେ ସାଧକ, ହେ ଯୋଦ୍ଧା, କର୍ମଣି ଏବତେ ଅଧିକାର। କେବଳ କର୍ମରେ ହିଁ ତୁମର ଅଧିକାର ଅଛି। ମା ଫଲେଷୁ କଦାଚନ, ଫଳରେ ତୁମର ଅଧିକାର ନାହିଁ। ଫଳରେ ଆଶା କର ନାହିଁ ବୋଲି କୁହା ହେଇନାହିଁ। କର୍ମ କର, ଫଳରେ ଆଶା ରଖ ନାହିଁ, ଏଟା କୁହାହେଇନାହିଁ। କୁହାହେଇଛି କର୍ମଣି ଏବତି ଅଧିକାର ମା ଫଲେଷୁ। ଅଧିକାର, ଫଳରେ ଅଧିକାର ନାହିଁ। କର୍ମରେ ତୁମର ଅଧିକାର ଅଛି, ଫଳରେ ଅଧିକାର ନାହିଁ। ତେଣୁ କର୍ମଣି ଏବତି ଅଧିକାର ମା ଫଲେଷୁ। ୟାକୁ ଭଲ ଭାବରେ ନ ବୁଝିଲେ କର୍ମ କର, କର୍ମର ଫଳରେ ଆଶା ରଖ ନାହିଁ ବୋଲି ସାଧାରଣ ଭାବରେ କହନ୍ତି। ନଟ୍ ଦ୍ୟାଟ୍। କର୍ମରେ ତୁମର ଅଧିକାର ଅଛି, କିନ୍ତୁ ଫଳରେ ତୁମର କେବଳ ଅଧିକାର ନାହିଁ। ତାମାନେ ଫଳରେ ଅଧିକାର ନାହିଁ। କାହିଁକି? ତୁମେ ଯେଉଁ କର୍ମ କରିବ ତାର ଫଳ ପାଇଁ ଅନେକ ଲୋକ ଅଛି। ଜଣେ ଗୃହିଣୀ, ଏଇଟା ସମସ୍ତଙ୍କ ପାଇଁ ଏପ୍ଲିକ୍ କରୁଛି। ଜଣେ ଗୃହିଣୀ, ତାର କର୍ମ ହେଲା ଘରର ଯତ୍ନ ନେବା ଇତ୍ୟାଦି କରିବା। କର୍ମରେ ତାର ଯତ୍ନ ନେବା, କର୍ତ୍ତବ୍ୟ କରିବା। ମନେକର ସେ ରୋଷେଇ କରୁଛି,
ରୋଷେଇ ହେଲା ତାର କର୍ମ। ରୋଷେଇର ଫଳ କ'ଣ? ଭାତ ଡାଲି ତରକାରୀ ଇତ୍ୟାଦି ରାନ୍ଧିବା। ଯଦି ସେ ଚିନ୍ତା କଲା ଯେ ରୋଷେଇ ତ ମୁଁ କରିଛି, ରୋଷେଇର ଫଳ ଭାତ ଡାଲି ତରକାରୀ ଇତ୍ୟାଦି ସବୁ ମୁଁ ଖାଇବି, ଅର୍ଥାନ୍ତର ହେଇଯିବ। ତେଣୁ କେବଳ କର୍ମରେ ଅଧିକାର ଅଛି, ଫଳରେ ତାର ଅଧିକାର ନାହିଁ। ମାନେ ଫଳରେ ଅନ୍ୟମାନଙ୍କର ସମସ୍ତଙ୍କର ଅଧିକାର ଅଛି। ଜଣେ ରୋଷେଇ କଲା, ଜଣେ ଗୃହିଣୀ, ତାର ପରିବାରର ସମସ୍ତେ ଖାଇବେ, ସମସ୍ତେ ତାକୁ ଏନ୍ଜୟ କରିବେ। ଜଣେ ଗୃହସ୍ଥ ଚାକିରି କଲା, ଚାକିରି ଶେଷରେ ମାସ ଶେଷରେ ପଇସା ଆଣିଲା, ସେ କହିବ ଚାକିରି ତ ମୁଁ କରିଛି, ସବୁ ଫଳର ଅଧିକାର ମୁଁ, ଭୁଲ ହେଇଯିବ। ତାର ଯେଉଁ କର୍ମର ଯେଉଁ ଫଳ, ଯେତେ ଟଙ୍କା ସେ ମାସକୁ ପାଇବ, ସେଥିରେ ସମସ୍ତଙ୍କର ଅଧିକାର ଅଛି। ଘରର ପରିବାରର ସବୁ ସଦସ୍ୟ ପ୍ଲସ୍ ସମାଜର ଯେତେ ଲୋକ, ଆଇ ସାହି ପଡ଼ିଶା, ସମସ୍ତଙ୍କର କିଛି କିଛି ଅଧିକାର ଅଛି। ତେଣୁ ସାଧାରଣ ଗୋଟେ ଲୋକ କହନ୍ତି ଚଷା ବାର ପୋଷା। ତେଣୁ ଯଦି ଲୋକ ଭାବିଲା ଯେ ସବୁ କର୍ମର ଫଳର ଅଧିକାରୀ ମୁଁ, ସବୁ ସେ ଖର୍ଚ୍ଚ କରିଦେବ, ବାକି କାହାକୁ ଦେବନି, ସେୟାର କିଏ କରିବେ ନାହିଁ, ଅର୍ଥାନ୍ତର ହେଇଯିବ। ତେଣୁ କର୍ମଣି ଏବତି ଅଧିକାର ମା ଫଲେଷୁ କଦାଚନ। ହେଲେ ଆଉଟଲୁକ୍ଟା କେତେ ବ୍ରଡ୍ ହେଇଗଲା ଯେ ତମର କର୍ମର ଫଳରେ ସମସ୍ତଙ୍କର ଅଧିକାର ଅଛି। ୟୁ ସୁଡ୍ ନଟ୍ ବି ସେଲ୍ଫିଶ୍। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ତାକୁ ଭାଗ କରିବା ଦରକାର। ତେଣୁ କର୍ମଣି ଏବତି ଅଧିକାର ମା ଫଲେଷୁ। କର୍ମରେ ତମର ଅଧିକାର ଅଛି, କିନ୍ତୁ ଯେଉଁ ଫଳ ହବ ସେଥିରେ ତମର ଏକଚାଟିଆ ଅଧିକାର ନାହିଁ। ତା ପାଇଁ ସମାଜର ପ୍ରତ୍ୟେକ ପ୍ରାଣୀର ଅଧିକାର ଅଛି। କାହିଁକି? ଆମେ ଏକ ସାମାଜିକ ପ୍ରାଣୀ। ହେଲେ ସାମାଜିକ ଭିତ୍ତିରେ, ସାମାଜିକ ସ୍ତରରେ, ସମାଜର ଦୃଷ୍ଟିକୋଣରେ କେତେ ପରିବର୍ତ୍ତନ ହେଇଗଲା। ତେଣୁ ଏହି ଦୃଷ୍ଟିରୁ ତାକୁ ବୁଝିବାକୁ ଦରକାର। କର୍ମ କରିବ, ଫଳରେ ଆଶା କରିବ। ପୃଥିବୀରେ କିଏ ଏମିତି ଅଛି କର୍ମ କରିବ ଫଳରେ ଆଶା କରିବ? ସମସ୍ତେ ଆଶା କରନ୍ତି। ଏମିତି ଅର୍ଥ ବି ନାହିଁ। ତାର ଅର୍ଥ ହେଲା କେବଳ ତମ କର୍ମରେ ଅଧିକାର ଅଛି, କର୍ମର ଫଳରେ ତୁମର କେବଳ ଏକାଠିଆ ଅଧିକାର ନାହିଁ, ବାକି ସମସ୍ତଙ୍କର ମଧ୍ୟ ସେୟାର ଅଛି। ଡୁ ଇଟ୍। ପ୍ରସଙ୍ଗରେ କ'ଣ? ଅର୍ଜୁନ ବର୍ଦ୍ଧର ଯୋଦ୍ଧା, ସେ ଯୁଦ୍ଧ କରୁଛନ୍ତି। ସେ ଯୁଦ୍ଧର ଯେଉଁ ଫଳ, ଜୟଲାଭ, ସେଥିରେ କେବଳ ଅର୍ଜୁନଙ୍କର ଫଳ ନାହିଁ, ତାର ଦ୍ୱାରା ସମାଜର ସମସ୍ତଙ୍କର ଉପକାର ହେବ। କାହିଁକି? ଅନ୍ୟାୟର ଧ୍ୱଂସ ହେବ, ନ୍ୟାୟର ପ୍ରତିଷ୍ଠା ହେବ, ଏବଂ ସେହି ନ୍ୟାୟରେ ସମାଜର ସବୁ ପ୍ରାଣୀ ଉପଭୋଗ କରିବେ। ଯଦି ତାଙ୍କର ସ୍ୱାର୍ଥ ଲିପ୍ସା ପାଇଁ ଅର୍ଜୁନ ଯୁଦ୍ଧ କରିଥାନ୍ତେ, ତାହେଲେ ଏଇଟା ଆପ୍ଲିକେବଲ୍ ହେଇନଥାନ୍ତା। ଅର୍ଜୁନ ଜଣେ କ୍ଷତ୍ରିୟ ଏବଂ ସମାଜ ରକ୍ଷାର ଗୁରୁଦାୟିତ୍ୱ ତାଙ୍କ ପାଖରେ ଅଛି। ତେଣୁ ସେହି ଫଳରେ, ସେ ଜୟଲାଭରେ, ସମାଜର ମଙ୍ଗଳରେ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ଅଧିକାର ଅଛି। ଏହି ଦୃଷ୍ଟିକୋଣ ତୁମର ରହିବାରୁ ଯେଭଳି ଅର୍ଜୁନଙ୍କୁ ଅନିର୍ଦ୍ଦିଷ୍ଟ ଭାବରେ ଇଙ୍ଗିତ କରୁଛନ୍ତି। କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ। ଯଦି ଚିନ୍ତା ହେଲା ଜଣଙ୍କର ଯେ ମୁଁ ତ କର୍ମ କରିବି, ଫଳରେ ତ ମୋର ଅଧିକାର ନାହିଁ, ସମସ୍ତେ ଭାଗ କରିବେ, ମୁଁ କାହିଁକି କରିବି କାମ, ଏମିତି ବି ଚିନ୍ତା ହେଇପାରେ। ତାର ବିରୁଦ୍ଧରେ ତେଣୁ ପରବର୍ତ୍ତୀ ପାଦରେ ଭଗବାନ କୃଷ୍ଣ କହୁଛନ୍ତି ନା, ସେମିତି ନୁହେଁ। ମା କର୍ମ ଫଳ ହେତୁ ରୁହୁ। କର୍ମର ଫଳର ହେତୁ, କର୍ମର ଫଳର କାରଣ ତମେ ହୁଅ ନାହିଁ। କର୍ମର ଫଳରେ ତମେ ଆସକ୍ତି ରଖ ନାହିଁ। ମା କର୍ମ ଫଳ ହେତୁ ରୁହୁ। ମୁଁ ତ ଏତେ କଥା କରିବି, କାହିଁକି ଫଳ ତ ମୋର ଭାଗ ଭାଗ, ସମସ୍ତେ ଭାଗ କରିବେ, ମୁଁ କାହିଁକି କର୍ମ କରିବି, ଏଇ ଆଇଡ଼ିଆ ବି ନ ହେଉ, ତେଣୁ ମୁଁ କାମ କରିବି ନାହିଁ, ମୋର କର୍ତ୍ତବ୍ୟ କରିବି ନାହିଁ, ଏ ମଧ୍ୟ ଭ୍ରାନ୍ତ ଧାରଣା। ତେଣୁ ମା କର୍ମ ଫଳ ହେତୁ ରୁହୁ। ମାତେ ସଙ୍ଗ ଅସ୍ତୁ କର୍ମଣେ। କର୍ମରେ ତମର ଅସଙ୍ଗ ନ ହଉ। କର୍ମ ମୁଁ କାହିଁକି କରିବି ଏଇ ପ୍ରକାର ଆଇଡ଼ିଆ ନ ହଉ। ମାନେ ମୁଁ ଯୁଦ୍ଧ କରିବି ନାହିଁ, ଏ ଆଇଡ଼ିଆ ତୁମର ନ ହଉ। ଯୁଦ୍ଧ ତୁମକୁ କରିବାକୁ ପଡ଼ିବ। କାହିଁକି? ଯୁଦ୍ଧରେ ତୁମର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନାହିଁ। ଏ ଯୁଦ୍ଧଟି ଯେହେତୁ ଧର୍ମଯୁଦ୍ଧ, ସମାଜର ମଙ୍ଗଳ ପାଇଁ ଏ ଯୁଦ୍ଧଟି ଉଦ୍ଦିଷ୍ଟ। ତେଣୁ ସମାଜ ରକ୍ଷା କରିବା ପାଇଁ, ଯେହେତୁ ତୁମେ ଜଣେ କ୍ଷତ୍ରିୟ,
ସମାଜର ଗୁରୁଦାୟିତ୍ୱ ତୁମ ଉପରେ ନିର୍ଭର କରେ। ତୁମକୁ ସମାଜର ମଙ୍ଗଳ କରିବା ପାଇଁ ଏ ଯୁଦ୍ଧ କରିବାକୁ ପଡ଼ିବ। ତେଣୁ କର୍ମ ମୁଁ କାହିଁକି କରିବି ଏ ଆଇଡ଼ିଆ ତୁମର ନ ହେଉ। ମା କର୍ମ ଫଳ ହେତୁର ଭୂ ମାତେ ସଙ୍ଗୋଷ ଗଢ଼। ଚାରିଟା କଥା ଏ ଭିତରେ ଅଛି। ନମ୍ବର 1 कर्मणि एव ते अधिकारा, नंबर 1। नंबर 2 मा फलेषु कदाचन, नंबर 3 मा कर्म फल हेतु हो। कर्मर फलर कारण मत निजक अहंकार युक्त कर ना। 4 मा ते संगस्तु अकर्मणि, अकर्मणि ते संग मा अस्तु। जे मु कर्म करी ना अकर्मरे तोर आसक्ति न हो। तेणु कर्म भी कर, फलर अधिकार समस्त अच्छी। कर्मर कारण को निज भितर अंतर्भुक्त करना एवं कर्मरे प्रेरणायुक्त न हो एटा मध्य प्रेरणा कर। तेणु कर्मण्येवाधिकारस्ते मा फलेषु कदाचन, मा कर्म फल हेतुर्भूर माते संगोष्ठ कर्मणि। एटा अर्जुन को निमित्त करी आमर समस्तंकर मानव जीवन कल्याण उद्देश्य सामाजिक मंगल पाई, समाजर सुरक्षा पाई, सामाजिक प्रगति, सामाजिक निश्रेयस एवं अभिवृद्धि पाई ए धारणा दि जाए। तेणु एटा को वेदांतर आधार जदि बोध करा जाए ताहले तार ठीक ठीक अर्थ बुझा पड़ो। उपरे उपरे बुझीदे कर्म तो कर फल सेमती नट दैट है। तोर वर्तमान ये प्रश्नर उत्तर आज। धन्यवाद स्वामी जी। हरि ओम।